ନମସ୍କାର ପ୍ରିୟ ଓଡ଼ିଶାବାସୀ। ଆସନ୍ତୁ ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗେ ତେବେ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ, ଯାହାଦ୍ୱାରା ଆପଣ ଆମ ଭିଡ଼ିଓକୁ ସର୍ବପ୍ରଥମେ ଦେଖିପାରିବେ। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। ବିଶେଷ କରି ଗଜପତିରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ। ଯେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ତ କେଉଁଠି ବ୍ରିଜ ଉପରେ ପାଣି, ଆଉ କେଉଁଠି ବ୍ରିଜ କାମ ଲାଗିଥିବା ବେଳେ ଭସାଇ ନେଲା ସଟର ପ୍ଲେଟ ଗାଡ଼ି ସମେତ ସ୍ଥାନୀୟ ରାସ୍ତାଘାଟ। ଦିଗପହଣ୍ଡିର ଘୋଡ଼ାହାଡ଼ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଘୋଡ଼ାହାଡ଼ ନଦୀ ତଟବର୍ତ୍ତୀ ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି ସହ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଇଛି ଘୋଡ଼ାହାଡ଼ ଜଳ ସଚେତନ ବିଭାଗ। ସେହିପରି ଲଗାଣ ବର୍ଷାରେ ଦିଗପହଣ୍ଡି ବ୍ଲକର ବ୍ରହ୍ମପୁର ବ୍ରିଜ ଅସ୍ଥାୟୀ ରାସ୍ତା ଉପରେ 4 ଫୁଟ ପାଣି ପ୍ରଭାବିତ ହୋଇ ପାତ୍ରପୁର ବ୍ଲକର ଗୁରୁବୁଡ଼ି ଓ ଖରିଆଗୁଡ଼ାକୁ ଗମନାଗମନ ବିଚ୍ଛିନ୍ନ ହୋଇଯାଇଛି। ପରବର୍ତ୍ତୀ ଖବର। ଡିସେମ୍ବରରେ ଭାରତ ଗସ୍ତକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବ୍ ଉତ୍ସାହିତ। ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ ରୁଷିଆ ସହର କୋଚିରେ ଥିବା ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେଇ ସେ କହିଛନ୍ତି ଯେ ଭାରତ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଭାରୀ ଟାରିଫକୁ ମୁକାବିଲା କରିବାକୁ ଏବଂ ହୋଇଥିବା କ୍ଷତି ପୂରଣକୁ ଦେବାକୁ ସକ୍ଷମ। ପୁତିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମଧ୍ୟ ପ୍ରଶଂସା କରିଛନ୍ତି। ତାଙ୍କୁ ଜଣେ ଜ୍ଞାନୀ ନେତା ବୋଲି କହିଛନ୍ତି, ଯିଏ ପ୍ରଥମେ ତାଙ୍କ ଦେଶ ବିଷୟରେ ଚିନ୍ତା କରନ୍ତି। ଭାଲଡାଇ ଆଲୋଚନା କ୍ଲବର ମଞ୍ଚ ପ୍ରମୁଖ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରେ ଏବଂ ଅଂଶଗ୍ରହଣକାରୀମାନେ ଖୋଲାଖୋଲି ଭାବରେ ସେମାନଙ୍କର ମତ ପ୍ରକାଶ କରନ୍ତି। ପରବର୍ତ୍ତୀ ଖବର। ଓଡ଼ିଶାରେ ବାତ୍ୟା ସମ୍ଭାବନା ସମ୍ପର୍କରେ ସୂଚନା। ଆଜି ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ଚଳିତ ବାତ୍ୟା ଋତୁର ପ୍ରଥମ ବାତ୍ୟା ହେବ ବୋଲି ଅନୁମାନ କରାଯାଇଛି। ଏହା ଆଗାମୀ 12 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ। ଏହି ବାତ୍ୟା ଉତ୍ତର ପୂର୍ବ ଆରବ ସାଗରରେ ସକ୍ରିୟ ରହିଛି ଏବଂ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ପରବର୍ତ୍ତୀ ଖବର। ପାକିସ୍ତାନ ଅଧିକୃତ କାଶ୍ମୀର ବା ପିଓକେରେ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏହା ସହିତ ସେଠାରେ ଅଶାନ୍ତି ଦେଖାଯାଇଛି। ପାକିସ୍ତାନ ସରକାର ଏହି ଅଶାନ୍ତିକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିବାଦକାରୀମାନେ ଏବଂ ପାକିସ୍ତାନ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହେତୁ 12 ଜଣଙ୍କ ମୃତ୍ୟୁ ହୋଇଛି। ଭାରତ ସରକାର ପିଓକେରେ ମାନବାଧିକାର ଉଲ୍ଲଂଘନ ପାଇଁ ପାକିସ୍ତାନକୁ ଦାୟୀ ଦେଇଛନ୍ତି। ପିଓକେରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନ ସରକାରଙ୍କ ନୀତିକୁ ବିରୋଧ କରାଯାଇଛି। ସ୍ଥାନୀୟ ଲୋକମାନେ ପାକିସ୍ତାନ ସରକାରଙ୍କ ବିରୋଧରେ ଅତ୍ୟାଚାରର ଅଭିଯୋଗ ଆଣିଛନ୍ତି। ପୋଲିସ ଏସ୍ଆଇ ପରୀକ୍ଷା ଘୋଟାଲା ସମ୍ପର୍କରେ ସୂଚନା। ପୋଲିସ ଏସ୍ଆଇ ପରୀକ୍ଷା ମହା ଘୋଟାଲା ସାମ୍ନାକୁ ଆସିଛି, ଯେଉଁଥିରେ 114 ଜଣ ପରୀକ୍ଷାର୍ଥୀ ଓ 3 ଦଲାଲଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଏବଂ ମୁନା ମହାନ୍ତିଙ୍କ ନାଁ ଚର୍ଚ୍ଚାରେ ରହିଛି। ସେମାନେ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ ହୋଇଛି ଏବଂ ପ୍ରତ୍ୟେକଙ୍କ ଠାରୁ 25 ଲକ୍ଷ ଟଙ୍କା ନେବାକୁ ଡିଲ୍ ହୋଇଥିଲା। ଏହି ଘଟଣାରେ ମାଷ୍ଟରମାଇଣ୍ଡକୁ ଧରାଯାଇଛି। ପରୀକ୍ଷା ସ୍ଥଗିତ ରହିଛି, ଯାହା ଅକ୍ଟୋବର 5 ଓ 6 ତାରିଖରେ ହେବାକୁ ଯାଉଥିଲା। ଓପିଆର୍ବି ଅଧ୍ୟକ୍ଷ ଏହି ସୂଚନା ଦେଇଛନ୍ତି ଏବଂ ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବେ ବୋଲି ଆଶ୍ୱସ୍ତ ଦେଇଛନ୍ତି। ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ। ଆସନ୍ତା 9 ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି। ଏପଟେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଅବପାତ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଏହା ଛତିଶଗଡ଼ ଦେଇ ଉତ୍ତର ଦିଗକୁ ଗତି ଧୀରେ ଧୀରେ ଦୁର୍ବଳ ହେବ। ପରବର୍ତ୍ତୀ 24 ଘଣ୍ଟାରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। 24 ଘଣ୍ଟାରେ ଭୀଷଣ ବର୍ଷା ପାଇଁ 7 ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 16ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳ ବର୍ଷା ସମ୍ଭାବନା ପାଇଁ 7 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପ୍ରବଳ ବର୍ଷା ପାଇଁ 4 ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନାର ମୂଲ୍ୟ ହଠାତ୍ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର 2025ରେ ହ୍ରାସ ପାଇଛି। ଦିଲ୍ଲୀରେ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 1,18,190 ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ 1,08,335ରେ କାରବାର ହୋଇଛି। ଯଦିଓ ଦିଲ୍ଲୀରେ ସୁନାର ମୂଲ୍ୟ 1 ଅକ୍ଟୋବରରେ 10 ଗ୍ରାମ ପ୍ରତି 1,21,000 ଅତିକ୍ରମ କରିଥିଲା ବେଳେ କିନ୍ତୁ ବର୍ତ୍ତମାନ ଏହା ହ୍ରାସ ପାଇଛି। ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଭଳି ପ୍ରମୁଖ ସହରଗୁଡ଼ିକରେ 22 କ୍ୟାରେଟ୍ ସୁନା ମୂଲ୍ୟ 10 ଗ୍ରାମ ପ୍ରତି 1,08,000 ଏବଂ 24 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 1,18,200 ପ୍ରାୟ ହୋଇଛି। ନୋଏଡା ଏବଂ ଗୁରୁଗ୍ରାମ ମଧ୍ୟ ସୁନାର ମୂଲ୍ୟ ଦିଲ୍ଲୀ ସହିତ ସମାନ।